everyone, welcome to my YouTube channel Education Hub। ଆଜି ଆମେ ପ୍ରଥମ ଶ୍ରେଣୀର ପାଠ 27 ଝିଅ ହବ ତ ଏମିତି ପାଠଟିର ଅଭ୍ୟାସ କାର୍ଯ୍ୟଟି କରିବା। ଦେଖ ଅଭ୍ୟାସ କାର୍ଯ୍ୟ 1 ନମ୍ବର ଆମେ କଣ କହିଛି ପଢିବା ଓ ଲେଖିବା। ଗୌତମ କେଉଁ କେଉଁ ଦିନ ଔଷଧ ଖାଇଲା? ଗୌତମ କେଉଁ କେଉଁ ଦିନ ଔଷଧ ଖାଇଲା? ଗୌତମ ରବିବାର, ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର ଔଷଧ ଖାଇଲା। ତାପରେ କଣ ଲେଖାଛି? ଖାଲି ଘର ପୂରଣ କର। ପ୍ରଥମେ କଣ ଆସିବ? ରବିବାର, ତାପରେ ସୋମବାର, ତାପରେ ମଙ୍ଗଳବାର, ତାପରେ ବୁଧବାର, ଗୁରୁବାର, ଶୁକ୍ରବାର, ତାପରେ କଣ ଆସିବ? ଶନିବାର। ତାପରେ ଦେଖ କଣ କହିଛି? 3 ନମ୍ବର କଣ କହିଛି? ତଳ ବକ୍ସରୁ ଅକ୍ଷର ନେଇ ଶବ୍ଦ ଗଢିବା ଓ ଲେଖିବା। ଯେମିତି କି କୌରବ, ଆଉ କଣ ହବ? ଗୌରବ, ଆଉ କଣ? ବୈଠକ, ଆଉ କଣ? ରଙ୍ଗ, ଆଉ କଣ ହବ? କାକରା, ହେଲା। ତାପରେ ମଠ, ଚୌକି, ହେଲା, ଏସବୁ ହବ। ତାପରେ ଦେଖ 4 ନମ୍ବର କଣ କହିଛି? ଛବି ଦେଖିବା ଓ ତଳେ ଲେଖା ପଢିବା। ପ୍ରଥମ ଛବିରେ କଣ ଅଛି? ଔଷଧ, ତାପରେ ଚୌକି, ତାପରେ ନୌକା, ହେଲା। ତାପରେ 5 ନମ୍ବର କଣ କହିଛି? ଆସ ଗାଇବା। କଣ ଲେଖା ହେଇଛି? ଦେଖ କୌତୁକିଆ ହରିଣ ଛୁଆ ମା ପାଖରେ ହୋଇଛି ଠିଆ। ତାପରେ 6 ନମ୍ବର ଦେଖ କଣ କୁହାଯାଇଛି? ତଳ ଶବ୍ଦ ଗୁଡ଼ିକର ପ୍ରଥମ ଅକ୍ଷରରେ ଔକାର ଲଗାଇ ଶବ୍ଦ ଗୁଡ଼ିକୁ ପଢିବା ଓ ଲେଖିବା। ତାପରେ ଦେଖ ପ୍ରଥମେ କଣ ହବ ଆମର? କଣ ହବ? ଦୌଲତ, ଦରେ ଔକାର ଲଗେଇବ, ତାହେଲେ କଣ ହବ? ଦୌଲତ। ତାପରେ ଏଇଟା ସୌରଭ, ଏଇଟା ଗୌରବ, ଏଇଟା କୌତୁକ, ଏଇଟା ଚୌକାଠ, ଏଇଟା ନୌକା, ଏଇଟା ଗୌରୀ, ହେଲା। ବୁଝିପାରିଲ? ତାପରେ 7 ନମ୍ବର ଦେଖ କଣ କହିଛି? ବିସର୍ଗ ଏପରି ଚିହ୍ନ ଶବ୍ଦର କେଉଁ ଅକ୍ଷରରେ ଅଛି ତାକୁ ଗୋଲ ବୁଲେଇବା। ଦେଖ ଏଠି ଲେଖା ହେଇଛି ଦୁଃଖ, ଦୁଃଖରେ ବିସର୍ଗ ଲେଖା ହେଇଛି ଦରେ ଦିଆହେଇଛି, ହେଲା। ସେଠି ଗୋଲ ବୁଲେଇବା। ବୁଝିପାରିଲ? ତାପରେ ଦେଖ 8 ନମ୍ବର କଣ କୁହାଯାଇଛି? ଆସ ସଭିଏ ମିଶି ଗାଇବା। କଣ ଲେଖା ହେଇଛି? ବା 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 କେମିତି ମଜା, ଭାଲୁ ନାଚ କରେ ବଜାଇ ବାଜା, ଗଧ ଗୀତ ଗାଇ ଆସିଲା ପଶି, ଖୁସିରେ ପିଲାଏ ଉଠିଲା ହସି, ହେଲା। ତାପରେ ଦେଖ 6 ନମ୍ବର କଣ କହିଛି? ଖାଲି ଘରେ କେଉଁ ଶବ୍ଦ ହବ ଲେଖିବା। ଖାଲି ଘରେ ଆମର କୋଉ ଶବ୍ଦ ହବ କହିଲେ ଦେଖି ପିଲାମାନେ? କଣ ହବ ପ୍ରଥମଟା? ଝୁଣ୍ଟି ପଡ଼ିବାରୁ ମିତା ଆ କରି ବସିଗଲା, ଏଇଠି ହବ ଆ, ହେଲା। ତାପରେ ଗୌରୀ ଦୌଡ଼ରେ ପ୍ରଥମ ହେବାରୁ ସମସ୍ତେ ବା ବା କଲେ, ହେଲା। ଏଇଟା ବା ବା। ତାପରେ ବାଟୋଇଟି ଝାଳନାଳ ହୋଇ କହିଲେ ଓଃ କି ଖରା, ଏଇଠି ହବ ଓ, ହେଲା। ବୁଝିପାରିଲ? ଏମିତି ତମେ ଲେଖିବ। ତାପରେ ଦେଖ କହିଛି ସବୁ ଚିତ୍ର ଦେଖିବା ଚିକି ଗୋଟିଏ ଦିନରେ କେଉଁ କାମ କରେ, କେଉଁ କାମ କରିଛି ଗୋଲ ଭିତରେ ଅଛି। 1 2 3 4 କ୍ରମରେ ଲେଖିବା। ଦେଖ ପ୍ରଥମେ ଆମର ଚୁକି କଣ କରୁଛି? ନା ସକାଳୁ ସିଏ ଉଠୁଛି, ଥରେ 1। ତାପରେ କଣ କରୁଛି? ନା ପାଠ ପଢିବା ସ୍କୁଲକୁ ଯାଉଛି, 2। ତାପରେ ମଧ୍ୟାହ୍ନ ଭୋଜନ କରୁଛି, 3। ତାପରେ କଣ କରୁଛି? ଖେଳୁଛି, 4। ତାପରେ କଣ କରୁଛି? ଖେଳିଲା ପରେ ପାଠ ପଢୁଛି, 5। ତାପରେ ରାତିରେ ଭୋଜନ କରୁଛି, 6। ତାପରେ ରାତିରେ ଶୋଇପଡୁଛି, ଏଥିରେ 7, ହେଲା। ଏପରି ତମେ ଲେଖିବ। ବୁଝିପାରିଲ? ତାପରେ ଦେଖ କଣ କହିଛି? 10 ନମ୍ବର ତଳ ଚିତ୍ରକୁ ଦେଖି ଆଗକୁ ଚିତ୍ର ଅଙ୍କନ କରିବା। ଦେଖ ଏଇଠି ଆମର କଣ ହବ? ଓଲଟାଟି ଅଛି, ତାପରେ ଏମିତି ସିଧାଟି, ତାପରେ ଓଲଟା।
ତାପରେ ସିଧା, ତାପରେ ଓଲଟା, ତାପରେ ସିଧା ହେଲା। ତାପରେ ଦେଖ ଏଠି ଦିଟା ଗୋଲ, ତାପରେ ଆୟତକାର, ଦିଟା ଗୋଲ ଆୟତକାର, ତାପରେ ଦିଟା ଗୋଲ ଆଉ ଗୋଟେ ଆୟତକାର, ଏପରି କରିବ ହେଲା। ତାପରେ ଦେଖ କଣ ଅଛି, ଆମେ କେଉଁ ସବୁ ଗଛର ପତ୍ର ଓ ମୂଳ ଇତ୍ୟାଦି ଔଷଧ ରୂପେ ବ୍ୟବହାର କରୁ, ଯେପରିକି ତୁଳସୀ ପତ୍ରର ରସ କାଶ ଜ୍ୱର ପାଇଁ। ଆଉ କୋଉ କୋଉ ପତ୍ର ବ୍ୟବହାର କରୁଛେ, ବେଲ ପତ୍ର ବ୍ୟବହାର କରିଥାଉଛେ, ନିମ ପତ୍ର ବ୍ୟବହାର କରିଥାଉଛେ ହେଲା। ତାପରେ ତୁମେ ବିଦ୍ୟାଳୟରେ କେତେବେଳେ ମଧ୍ୟାହ୍ନ କରାଅ, କେତେବେଳେ 12ଟାରୁ ଘଣ୍ଟେ ହେଲା। ବୁଧବାର ଆଗରୁ କେଉଁ ବାର ହୁଏ, ବୁଧବାର ଆଗରୁ କେଉଁ ବାର, ମଙ୍ଗଳବାର। ଶନିବାର ପରେ କେଉଁ ବାର, ରବିବାର ହେଲା, ଏପରି ଲେଖିବ। ତାପରେ ଦେଖ, ଯଦି ତୁମକୁ ଭିଡିଓଟି ଭଲ ଲାଗୁଥାଏ ତାହେଲେ ତୁମ ନିଜର ସାଙ୍ଗସାଥି ମାନଙ୍କୁ ନିଶ୍ଚୟ ସେୟାର କର, ଆଉ ଭିଡିଓଟିକୁ ଲାଇକ୍ ସେୟାର ସବସ୍କ୍ରାଇବ ନିଶ୍ଚୟ କର। ଧନ୍ୟବାଦ।